श्रीजीଙ୍କୁ ଦର୍ଶନ କଲେ ଆର୍ମି ଚିଫ୍। ପୁରୀରେ ସ୍ଥଳସେନା ମୁଖ୍ୟ ମହାପ୍ରଭୁଙ୍କ ପାଖରେ ଭାରତୀୟ ସେନା ପାଇଁ ଆଶୀର୍ବାଦ ମାଗିଲେ ସ୍ଥଳସେନା ମୁଖ୍ୟ। ଦର୍ଶନ ପରେ ନିଜକୁ ସୌଭାଗ୍ୟଶାଳୀ କହିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସେନା ଉପରେ ରହିଥାଉ ବୋଲି କହିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ସାଙ୍ଗରେ ପତ୍ନୀ ସୁନୀତା ଦ୍ୱିବେଦୀ ରହିଥିଲେ। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ସେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଓ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା। ତାଙ୍କ କୌଳିକ ପଣ୍ଡା ସେମାନଙ୍କୁ ନେଇ ଦର୍ଶନ କରାଇଥିଲେ। ସିଂହଦ୍ୱାର ପ୍ରକ୍ଷାଳନ ସ୍ଥାନରେ ପାଦ ପ୍ରକ୍ଷାଳନ କରିବା ପରେ ଅରୁଣ ସ୍ତମ୍ଭ ପତିତପାବନକୁ ମୁଣ୍ଡିଆ ମାରି 22 ପାହାଚ ଦେଇ 7 ପାହାଚ ଦେଇ ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାନ୍ନିଧ୍ୟ ନେଇଥିଲେ। ପ୍ରାୟ 45 ମିନିଟ୍ ଦର୍ଶନ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ସାନ୍ନିଧ୍ୟ ନେବା ସହ ଲକ୍ଷ୍ମୀ ଓ ବିମଳା ମନ୍ଦିରରେ ଦର୍ଶନ ସାନ୍ନିଧ୍ୟ ନେଇଥିଲେ। ଶ୍ରୀମନ୍ଦିର ବିଷୟରେ ଜାଣିବାର ଆଗ୍ରହ ଦେଖାଇବା ସହ ମୁକ୍ତିମଣ୍ଡପ, ରୋଷଘର ଇତ୍ୟାଦି ବୁଲି ଦେଖିଥିଲେ। ତାଙ୍କର 3 ଦିନିଆ ଓଡ଼ିଶା ଗସ୍ତରେ ପୁରୀ, ଭୁବନେଶ୍ୱର ଓ ଗୋପାଳପୁରରେ କାର୍ଯ୍ୟକ୍ରମ ରହିଛି। ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଦେଖିବା ସହ ପ୍ରଶିକ୍ଷଣ ଶିବିରର ତଦାରଖ କରିବେ। ବ୍ୟୁରୋ ରିପୋର୍ଟ, ଏକାମ୍ର ମିଡିଆ ନ୍ୟୁଜ୍।